ଓଡ଼ିଶାର ସଂସ୍କୃତିର ଆଧାର ହେଉଛି ଆମ ଲୋକକଳା, ଯେଉଁଥିରେ ଜନଜୀବନ, ସାମାଜିକ ମୂଲ୍ୟବୋଧ ଓ ପରମ୍ପରା ସଂଗ୍ରହ ହୋଇଛି। ଏହି କଳାଗୁଡ଼ିକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ସାଧାରଣ ଲୋକଙ୍କ ଜୀବନ ଓ ସଂସ୍କାରକୁ ପ୍ରକାଶ କରେ। ପଟ୍ଟଚିତ୍ର, ପାଲା, ଦାସକାଠିଆ ଗୀତ ଏବଂ ଗୋଟେ ଗୋଟେ ପ୍ରାଚୀନ ହସ୍ତଶିଳ୍ପ ଓଡ଼ିଶାର ଗୌରବ। ପଟ୍ଟଚିତ୍ର, ଯାହା ଦେବଦେବୀଙ୍କ ଜୀବନ ଓ କାହାଣୀକୁ ଚିତ୍ରାଙ୍କିତ କରି ସଂସାରକୁ ଓଡ଼ିଆ ଶିଳ୍ପର ସୁନ୍ଦରତା ପରିଚୟ କରାଇଛି। ପାଲା ଏବଂ ଦାସକାଠିଆ ଗୀତ ଏକ ଧାର୍ମିକ ଓ ଦାର୍ଶନିକ କଳା ଯାହା ଲୋକଙ୍କୁ ମନୋରଞ୍ଜନ ଓ ଶିକ୍ଷା ଦେଇଥାଏ। ଏହି କଳା ଆଧାରିତ ଗୀତମାନେ ସଂସାରର ଗୂଢ଼ ରହସ୍ୟ ଓ ସତ୍ୟକୁ ସ୍ୱର ମାଧ୍ୟମରେ ବ୍ୟକ୍ତ କରେ। ଲୋକକଳା ମାନବ ସମାଜର ଏକ ଅମୂଲ୍ୟ ଭଣ୍ଡାର, ଯାହା ଆମକୁ ଆମର ଦୈନିକ ଜୀବନ, ଐତିହ୍ୟ ଏବଂ ସଂସ୍କୃତି ସମ୍ପର୍କରେ ସୂଚନା ଦେଇଥାଏ। ଏହି କଳାମାନଙ୍କୁ ସୁରକ୍ଷା ଓ ପ୍ରଚାର କରିବା ଆମର ମୁଖ୍ୟ କର୍ତ୍ତବ୍ୟ, କାରଣ ଆମ ଲୋକକଳା ଆମ ଗୌରବ ଭାବରେ ଆମେ ଆମ ଐତିହ୍ୟକୁ ଆଗକୁ ବଢ଼ାଇ ନେଇପାରିବା।